जय जगन्नाथ साଙ୍ଗमाने सकाळु सकाळु बगीचाକୁ ଆସିଲା ମୋର ଗୋଟେ ନୂଆ ମନ୍ଦାର ତ ନୂଆ ମନ୍ଦାର ଗଛଟା ନା ଦେଖିବାକୁ କାଫି ବଡ଼ ଥିଲା ଆଉ ସୁନ୍ଦର ବି ଗ୍ରୋଥ୍ ଥିଲା କିନ୍ତୁ ଗଛଟା ଟିକେ ବାଙ୍ଗରା ହେଇଥିଲେ ବହୁତ ଭଲ ହେଇଥାନ୍ତା କାହିଁକିନା ମୋର କୁଣ୍ଡ ପାଇଁ ସେତିକି ହାଇଟ୍ କାଫି ବଡ଼ ହେଇଯାଉଛି ତ ବଡ଼ କୁଣ୍ଡ ତ ମୋ ପାଖରେ ଏତେ ସଫିସିଏଣ୍ଟ ନାହିଁ କାହିଁକିନା ଏଇ ଗଛକୁ ଯୋଉ ଭଳିଆ ହେଇଛି ନା ତ ୟାକୁ ଟିକେ କାଫି ବଡ଼ ଯେମିତି 12 ବାଇ 12 ଇଞ୍ଚର ଗ୍ରୋ ବ୍ୟାଗ୍ରେ ଲଗେଇଲେ ଯାଇକି ଭଲ ମାନେ ବଢ଼ିବ ଆଉ ଦେଖାହବ ବି ଭାରି ସୁନ୍ଦର ବାଗର ୟାକୁ ଭାବିଛି ଛୋଟ କୁଣ୍ଡ ଲଗେଇଦେବି କାହିଁକିନା କୁଣ୍ଡ ମୋ ପାଖରେ 12 ବାଇ 12 ଇଞ୍ଚର କୁଣ୍ଡ ମୋ ପାଖରେ ନାହିଁ ତ ଏବେ ଆଣିଲା ବେଳକୁ ଗଛର ହାଲତ ପୁରା ଖରାପ ହେଇଯାଇଥିବ କିନ୍ତୁ ଏବେ ମୁଁ ତାକୁ 2 ରୁ 4 ଦିନ ଏବେ ମୋର ଗାର୍ଡେନରେ ସେଇଭଳିଆ ଭାବରେ ରଖିବି ଯେମିତି ଗାର୍ଡେନର ପରିବେଶରେ ଟିକେ ରହିଯାଉ ଆଟାଚ୍ ହେଇଯାଉ ତାପରେ ଯାଇକି ମୁଁ ତାକୁ ଟ୍ରାନ୍ସପ୍ଲାଣ୍ଟିଂ କରିବି। ଆଉ ଏ ଗଛର ମୂଳରେ ବହୁତ ସାରା ଘାସ ହେଇଥିଲା ଅବୁଣା ଗଛ ହେଇଥିଲା ତ ଘାସ ଗଛ ଗୁଡ଼ା ତ ପୁରା ଆରାମସେ ଉପାଡ଼ି ଦେଲି କିନ୍ତୁ ଯେଉଁ ଗଛ ଗୁଡ଼ାକ ହେଇଥିଲା ଛୋଟିଆ ଛୋଟିଆ ତ ସେଇ ଗଛ ବେଳକୁ ନା ଟିକେ ହେଉଛି ମୁଁ ରହିଗଲି କାହିଁକିନା ସେଇ ଗଛ ବେଳେବେଳେ ଫୁଲ ଗଛ ହେଇକି ବି ମୋତେ ପଳେଇ ଆସେ ଏମିତି ମୁଁ ବହୁତ ଥର ନର୍ସରୀରୁ କୌଣସି ମନ୍ଦାର ଗଛ ଆଣିଲା ବେଳେ ନା କିଛି ଫୁଲ ଚାରା ବି ମୋ ପାଖକୁ ପଳେଇ ଆସେ ଯେଉଁଗୁଡ଼ାକ ମୁଁ ଫ୍ରିରେ କିଛି କଲେକ୍ସନ୍ ମାନେ ପାଇଯାଏ ଅଲଗା କିନ୍ତୁ ଏଇ ଗଛର ମନ୍ଦାର ଗଛ ନା ଦୁଇଟା ନୂଆ କୁଆଁ ବାହାରିଛି ଡାଳ ତ ଏଇ ଦୁଇଟା ଆଗକୁ ମୋର ଦୁଇଟା ଗଛ ବି ହେଇଯାଇପାରିବ ତ ଯାହା ବି ହଉ ମୋତେ କିଛିଟା ଗଛ ମିଳିଗଲେ ତ ବେଶୀ ଖୁସି ଲାଗିବ କିନ୍ତୁ ଏଇ ଗଛର ଡାଳ ଲାଗିବ କି ନାହିଁ ମୁଁ ଜାଣିନି କାହିଁକିନା ଏଇଟା ପୁରା ମନ୍ଦାର ଗଛ ଠାରୁ ପୁରାପୁରି ଭିନ୍ନ ଅଛି। ମନ୍ଦାର ପତ୍ର ଦେଖିଲେ ଭାରି ସୁନ୍ଦର ଲାଗେ କିନ୍ତୁ ଏ ଗଛର ପତ୍ର ନା ଟିକେ ମୋତେ ବାଗ ଲାଗୁନି କିନ୍ତୁ ଗୋଟେ ଅଲଗା ଟାଇପ୍ର ଦେଖାହେଉଛି ତ ଯାହା ବି ହଉ ଗଛଟା ହେଉଛି ଆଣିସାରିଛି ଯେହେତୁ ଗଛଟାକୁ ଧ୍ୟାନର ସହିତ ରଖିବି ଆଉ ଯଦି ପାରିବି ତାକୁ ବର୍ଷକ 12 ମାସ ଫୁଲ ଫୁଟେଇବା ପାଇଁ ବି ହରମୋନ୍ ସ୍ପ୍ରେ କରିକି ତାକୁ ଚେଷ୍ଟା କରିବି। ତ ପ୍ରଥମେ କିନ୍ତୁ ମୁଁ ତାକୁ ଟ୍ରାନ୍ସପ୍ଲାଣ୍ଟିଂ କରିବି ଟ୍ରାନ୍ସପ୍ଲାଣ୍ଟିଂ ପାଇଁ ଏବେ ଯେହେତୁ ସମୟ ହେଇନି 3-4 ଦିନ ତାକୁ ରଖିବି କିନା ଗାର୍ଡେନରେ ଏ ମାଟି ଗୁଡ଼ାକ ବହୁତ ଟାଇଟ୍ ଅଛି ସେଥିପାଇଁ ପାଣି ଟିକେ ହାଲକା ଦେଇଦେଲି।